ଡିକେ ନ୍ୟୁଜ୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଶୁଭ ସକାଳ ବନ୍ଧୁଗଣ। ଆଜି ହେଉଛି 3 ଜାନୁଆରୀ 2024 ବୁଧବାର। ଆଜିର ଥିବା ଦେଶ ବିଦେଶର ପ୍ରମୁଖ 15ଟି ଖବର ଉପରେ ଆମେ ନଜର ପକାଇବା। ପ୍ରତ୍ୟେକଟି ଖବର ଅତି ଆପଣଙ୍କ ଦରକାର ଏବଂ କାମର ମଧ୍ୟ। ଯଦି ଆପଣ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଯାହା ବି ଭିଡ଼ିଓ ଅପଡ଼େଟ୍ ହେବ ଆପଣ ପାଇପାରିବେ ସର୍ବପ୍ରଥମେ। ଫ୍ରେଣ୍ଡସ୍, ଚାଲନ୍ତୁ ନଜର ପକାଇବା ଆଜିର ନ୍ୟୁଜ୍ ଅପଡ଼େଟ୍ ଉପରେ। ନମ୍ବର 1, ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ 4ଟାରୁ ରାତ୍ର 8ଟା ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର 2, ପ୍ୟାକେଟ୍ରେ ଉତ୍ପାଦନ ତାରିଖ ଲେଖିବା ବାଧ୍ୟତାମୂଳକ। ପ୍ୟାକେଟ୍ରେ ବିକ୍ରି ହେଉଥିବା ଜିନିଷ କେତେ ପୁରୁଣା ତାହା ଜାଣିବା ସହଜ ହେବ। ପ୍ୟାକେଟ୍ରେ ଉତ୍ପାଦନ ତାରିଖ ଲେଖିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ପୂର୍ବରୁ ଏହା ସ୍ୱେଚ୍ଛାକୃତ ଥିଲା। ନୂଆବର୍ଷ ଠାରୁ ପ୍ୟାକେଟ୍ର ଉତ୍ପାଦନ ତାରିଖ ଏବଂ ପ୍ୟାକେଟ୍ ଭିତରେ ଥିବା ପ୍ରତିଟି ଜିନିଷର ଓଜନ ବିଷୟରେ ବାଧ୍ୟତାମୂଳକ ଭାବେ ବିବରଣୀ ଦେବାକୁ ପଡ଼ିବ। ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଲୋକମାନେ ଜାଣିଲେ ସେହି ଅନୁସାରେ କିଣିବା ନିଷ୍ପତ୍ତି ନେଇପାରିବେ ବୋଲି ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି। ନମ୍ବର 3, ପ୍ରତ୍ୟାହାର ପରେ 97.38% 2000 ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ମେ 19, 2023 ସୁଦ୍ଧା ପ୍ରଚଳନରେ ଥିବା 2000 ଟଙ୍କିଆ ନୋଟ୍ ମଧ୍ୟରୁ 97.38% ନୋଟ୍ ବ୍ୟାଙ୍କକୁ ଫେରସ୍ତ ଆସିଯାଇଛି। ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ପ୍ରଚଳନରେ ଥିବା 2000 ଟଙ୍କିଆ ନୋଟ୍ର ମୋଟ ମୂଲ୍ୟ 2023 ମେ 19 ସୁଦ୍ଧା 3.56 ଲକ୍ଷ କୋଟି ଟଙ୍କା ଥିଲା, ଯାହା ପ୍ରତ୍ୟାହାର ଘୋଷଣା ହେବା ବେଳକୁ ଯଥେଷ୍ଟ ହ୍ରାସ ପାଇଥିଲା। ଡିସେମ୍ବର 29, 2023 ସୁଦ୍ଧା ଏହାର ମୋଟ ମୂଲ୍ୟ 9,330 କୋଟି ଟଙ୍କା ରହିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ 2023 ମେ 19ରେ ଘୋଷଣା କରିଥିଲେ। ନମ୍ବର 4, ଓଡ଼ିଶାର 4,351 କୋଟି ଜିଏସ୍ଟି ଆଦାୟ। ଗତ ବର୍ଷ ଡିସେମ୍ବରରେ ଓଡ଼ିଶାର 4,351 କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ ସଂଗ୍ରହ ହୋଇଛି। ଏହା 2022 ଡିସେମ୍ବର ହୋଇଥିବା 3,854 କୋଟି ଟଙ୍କାର ସଂଗ୍ରହ ତୁଳନାରେ 31% ଅଧିକ। 2023ରେ ଓଡ଼ିଶାର ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟିର ଫଇସଲା ବାବଦକୁ 2578.05 କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହା ଦ୍ୱିତୀୟ ସର୍ବାଧିକ ମାସିକ ସଂଗ୍ରହ। ଓଜିଏସ୍ଟି, ଆଇଜିଏସ୍ଟି ଫଇସଲା, ଭ୍ୟାଟ୍, ପ୍ରବେଶ ଶୁଳ୍କ ଓ ପ୍ରଫେସନାଲ ଟ୍ୟାକ୍ସ ବାବଦରେ 2023 ଡିସେମ୍ବରରେ ଓଡ଼ିଶାରେ 3,665.23 କୋଟି ଟଙ୍କା ସଂଗ୍ରହ କରାଯାଇଛି, ଯାହା ତାର ପୂର୍ବ ବର୍ଷ ଅପେକ୍ଷା 45.98% ଅଧିକ। ନମ୍ବର 5, ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା। ଓଡ଼ିଶା ହାଇକୋର୍ଟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲା ଏକ ନୂଆ ମୋଡ଼ ନେଇଛି। ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କହିଛି ଯେ କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ। ମାର୍ଚ୍ଚ 5ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ଦିଗକୁ ଅଣଦେଖା କରାଯାଉଥିବା ନେଇ ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତା ଆବେଦନରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ 2008 ମାର୍ଚ୍ଚ 23 ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। ନମ୍ବର 6, ନିଶ୍ଚିନ୍ତ କୋଇଲି ଦୁର୍ଘଟଣା। ମୃତକଙ୍କ ପରିବାରକୁ 3 ଲକ୍ଷ ସହାୟତା ଘୋଷଣା। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳାପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏହାଛଡ଼ା ପ୍ରତି ପରିବାରକୁ 3 ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଆହତ ଓ ଗୁରୁତରମାନଙ୍କ ଉପଯୁକ୍ତ ଚିକିତ୍ସା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 40 ଆହତ ଓ 20 ଗୁରୁତର ଥିବା ଜଣାଯାଇଛି। ନମ୍ବର 7, କଲେଜ ଛାତ୍ର ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ଭୈରବ ଯୁକ୍ତ 3 ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ର ଦୀପକ ଗଣ୍ଡଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ପରେ ଆଜି ଉତ୍ତେଜନା ଦେଖାଯାଇଛି। ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ନବରଙ୍ଗପୁର ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜିଲ୍ଲାର ଏହି 2 ସହରକୁ ଯାତାୟାତ ଠପ୍ ରହିଛି। ସୂଚନା ଅନୁସାରେ ଗତ 31 ତାରିଖ ଦିନ ପୂର୍ବାହ୍ନ 11ଟାରେ ନିଜର ଜଣେ ସାଙ୍ଗଙ୍କ ସହିତ ଦୀପକ ଗଣ୍ଡ ବଜାରରୁ ଯୁକ୍ତ 3 ମହାବିଦ୍ୟାଳୟର ଛାତ୍ରାବାସକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।
କୋରାପୁଟ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଡାକ୍ତରକାଲି ଗତକାଲି ମୃତ ଘୋଷଣା କରିଥିଲେ। ନମ୍ବର 8 ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ 3ରୁ 5 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର 19 ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସବୁ ସମ୍ପୃକ୍ତ ବିଭାଗ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 9 33 ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ବାବା। ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପାଖାପାଖି 33 ବର୍ଷ ପୂର୍ବେ ଦେବରହା ବାବା ଆର୍ଏସ୍ଏସ୍କୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଭବିଷ୍ୟବାଣୀ କରିଥିଲେ। ନିଜେ ଅଶୋକ ସିଂହଲ ବାବାଙ୍କୁ ଭେଟିଥିଲେ। ଆହ୍ଲାବାଦରେ ରାମଙ୍କ ଜନ୍ମଭୂମିକୁ ନେଇ ସଭାର ଆୟୋଜନ ହୋଇଥିଲା। ସେଠାରେ ଶଙ୍କରାଚାର୍ଯ୍ୟ ବି ଥିଲେ। ସେତେବେଳେ ବାବା କହିଥିଲେ ବିଳମ୍ବ ହେବ କିନ୍ତୁ ମନ୍ଦିର ନିର୍ମାଣର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ। ହିନ୍ଦୁ ମୁସଲମାନ ସମସ୍ତେ ମିଶି ଏକ ହୋଇ କାମ କରିବେ। ଜାନୁଆରୀ 22 ତାରିଖରେ ଅଯୋଧ୍ୟା ନବନିର୍ମିତ ରାମ ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ 84 ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି। ଏହି ଶୁଭ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ନମ୍ବର 10 ଜାପାନ ବିମାନ ଦୁର୍ଘଟଣାରେ 5 ମୃତ। ଭୂକମ୍ପ ପ୍ରଭାବିତ ଜାପାନରେ ମଙ୍ଗଳବାର ଘଟିଥିବା ବିମାନ ଦୁର୍ଘଟଣାରେ 5 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଟୋକିଓର ହାନେଡା ବିମାନବନ୍ଦର ରନୱେରେ ଅବତରଣ କରିବା ସମୟରେ ପାଖରେ ଛିଡ଼ା ହୋଇଥିବା କୋଷ୍ଟଗାର୍ଡର ଏକ ବିମାନ ସହ ଧକ୍କା ଲାଗିଥିଲା। ଏହା ଫଳରେ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ସମଗ୍ର ବିମାନଟି ନିଆଁ କବଳକୁ ଆସିଯାଇଥିଲା। କିନ୍ତୁ ତା ପୂର୍ବରୁ ସେଥିରେ ଥିବା 350ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଥିଲା। ଭୂକମ୍ପ ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ କୋଷ୍ଟଗାର୍ଡ ବିମାନଟି ସେଠାରେ ଥିଲା। ନମ୍ବର 11 ହିଟ୍ ଆଣ୍ଡ ରନ୍ ଆନ୍ଦୋଳନରୁ ଓହରିଲେ ଟ୍ରକ୍ ଡ୍ରାଇଭର ସଂଘ। ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ୍ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ କାନୁନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏସନ ଏନେଇ ଘୋଷଣା କରିଛି। ନମ୍ବର 12 ନାମ ଲେଖା ବେଳେ ପିଲା ଦେବେ ନିଶାମୁକ୍ତ ଘୋଷଣାନାମା। ଉଚ୍ଚଶିକ୍ଷା ବୈଷୟିକ ଶିକ୍ଷା ନାମ ଲେଖା ବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକ୍ଲାରେସନ ଦାଖଲ କରିବେ। ଆଲକୋହଲ କିମ୍ବା ନିଶାଠାରୁ ଛାତ୍ରଛାତ୍ରୀଙ୍କଠାରୁ ଦୂରେଇ ରଖିବା ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଏକ ବଡ଼ ପଦକ୍ଷେପ ନେଇଛି। ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ସବୁ କଲେଜକୁ ୟୁଜିସି ଏକ ଚିଠି ଜାରି କରିଛି। ୟୁନିଭର୍ସିଟିର କୁଳପତି ଓ କଲେଜର ପ୍ରିନ୍ସିପାଲଙ୍କୁ ଚିଠିରେ ୟୁଜିସି ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟର ନିଷ୍ପତ୍ତିକୁ କାର୍ଯ୍ୟକାରିଣୀ କରିବାକୁ ନିର୍ଦ୍ଦେଶ ଜାରି କରିଛି। ତେବେ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗ ଓ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ଆସିଛି। ନମ୍ବର 13 ଅନ୍ତିମ ମ୍ୟାଚକୁ 190 ରନରେ ଜିତି ଅଷ୍ଟ୍ରେଲିଆର କ୍ଲିନ୍ ସୁଇପ୍। ଭାରତୀୟ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚକୁ 190 ରନରେ ଜିତି ନେବା ସହ 3-0ରେ କ୍ଲିନ୍ ସୁଇପ୍ କରିଛି ଅଷ୍ଟ୍ରେଲିଆ ମହିଳା ଦଳ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 7 ୱିକେଟରେ 338 ରନ୍ କରିଥିବା ବେଳେ ଭାରତ 32.4 ଓଭରରେ ସମସ୍ତ ୱିକେଟ୍ ହରାଇ 148 ରନ୍ କରିଥିଲା। ପ୍ରଥମ 2 ଦିନିକିଆ ଜିତିବା ସହିତ ଅଷ୍ଟ୍ରେଲିଆ ଆଗୁଆ 3 ମ୍ୟାଚ ବିଶିଷ୍ଟ ସିରିଜ୍ ଜିତି ନେଇଥିଲା। ଅଷ୍ଟ୍ରେଲିଆ ମହିଳା ଦଳ ମଙ୍ଗଳବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ଫିବ୍ ଲିଜଫିଲ୍ଡ ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। 20 ବର୍ଷୀୟ ଲିଜଫିଲ୍ଡ 125 ବଲ୍ ଖେଳି 119 ରନ୍ କରିଥିଲେ। ନମ୍ବର 14 ଟି20 ବିଶ୍ୱକପରେ ଅଧିନାୟକତ୍ୱ ସମ୍ଭାଳିବେ ରୋହିତ। 1 ବର୍ଷର ବିରତି ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି20 ଆନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସେ ଆଫଗାନିସ୍ତାନ ସ୍ଥିତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି20 ସିରିଜରେ ସେ ଟିମ୍ ଇଣ୍ଡିଆକୁ ଫେରିବେ। ଯଦି ରୋହିତ ଏହି ସିରିଜରେ ଫେରନ୍ତି ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ବିସିସିଆଇ ଟି20 ବିଶ୍ୱକପରେ ତାଙ୍କୁ ହିଁ ଟିମ୍ ଇଣ୍ଡିଆର କମାଣ୍ଡ ଦେବାକୁ ପ୍ରସ୍ତୁତ ହେଉଛି। ଇନସାଇଡ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ। ନମ୍ବର 15 ମହିଳା କର୍ମଚାରୀଙ୍କ ପାଇଁ ବଦଳିଲା ପେନ୍ସନ୍ ନିୟମ। ମହିଳା ସରକାରୀ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। କାର୍ମିକ ମନ୍ତ୍ରାଳୟର ଘୋଷଣା ଅନୁସାରେ ଏଣିକି ବିବାହ ବିବାଦ ସହ ଜଡ଼ିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନ୍ସନ୍ ପାଇଁ ନୋମିନେଟ୍ କରିପାରିବେ। ଅନେକ ଆଲୋଚନା ପରେ ସରକାର ଏବେ ମହିଳା କର୍ମଚାରୀଙ୍କୁ ଏହି ଅନୁମତି ଦେଇଛନ୍ତି। ସେହିପରି ଯଦି କୌଣସି ଅଦାଲତରେ ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି ତେବେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ନିଜ ପିଲାଙ୍କୁ ଫ୍ୟାମିଲି ପେନ୍ସନ୍ ପାଇଁ ହିତାଧିକାରୀ କରିପାରିବେ।